Welcome to Easy Education. ଆଜିର ବିଷୟବସ୍ତୁ ରହିଛି ମୌଳିକ ଗୁଡ଼ିକର ପର୍ଯ୍ୟାୟ ସାରଣୀ ଭୌତିକ ବିଜ୍ଞାନର ପଞ୍ଚମ ପାଠ। ନା ପଦାର୍ଥ ଗୁଡ଼ିକ ମୌଳିକ, ଯୌଗିକ ଏବଂ ମିଶ୍ରଣ ତିନି ଭାଗରେ ବିଭକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା 118ଟି ମୌଳିକ ଆମର ଆବିଷ୍କାର କରାଯାଇଛି। ପ୍ରଥମେ ମୌଳିକ ଗୁଡ଼ିକର ଶ୍ରେଣୀ ବିଭାଗ କିଭଳି କରାଯାଉଥିଲା ନା ଦୁଇଟି କ୍ଷେତ୍ର, ଗୋଟେ ହେଲା ଧାତୁ କଣ ଅଧାତୁ କଣ, ଏ ଦୁଇଟି କ୍ଷେତ୍ର ଆମେ ବିଭକ୍ତ କରିଦେଉଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକ ବିଭାଗୀକରଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଥମେ ବାହାର କରିଥିଲେ ଡୁବେରିନ୍ ନିଜର ଟ୍ରାଇଏଡ୍ ସମୂହ, ସେ ଥିଲେ ଜର୍ମାନ ଜଣେ ବୈଜ୍ଞାନିକ। କ୍ୱେଶ୍ଚିନ୍ ରହିବ ଟ୍ରାଇଏଡ୍ ସମୂହ କିଏ ବାହାର କରିଥିଲେ? ଆନ୍ସର ରହିଯିବ ଡୁବେରିନ୍। ପୁରା ନାମ JW ଡୁବେରିନ୍। ସେ 1817 ମସିହାରେ ବାହାର କରିଥିଲେ। ସେ କ'ଣ କରିଥିଲେ ନା ଅନୁରୂପ ଧର୍ମ ଥିବା ମୌଳିକ ଗୁଡ଼ିକୁ ନେଇ ଏହି ଟ୍ରାଇଏଡ୍ ଗଠନ କରିଥିଲେ। ଟ୍ରାଇଏଡ୍ ମାନେ ଏଠି ତିନୋଟି ଲେଖାଏଁ ମୌଳିକ ରହିଥିଲା, ତେଣୁ ଏଗୁଡ଼ିକୁ ଟ୍ରାଇଏଡ୍ କୁହାଯାଉଥିଲା। ତିନୋଟି ମୌଳିକକୁ ବର୍ଦ୍ଧିତ ପାରମାଣବିକ ବସ୍ତୁତ୍ୱ କ୍ରମେ ସଜାଇଲେ ମଧ୍ୟସ୍ଥାନରେ ଥିବା ମୌଳିକ ପାରମାଣବିକ ବସ୍ତୁତ୍ୱ ଅନ୍ୟ ଦୁଇ ମୌଳିକର ହାରାହାରି ପାରମାଣବିକ ବସ୍ତୁତ୍ୱ ସହିତ ସମାନ ହେଉଥିଲା। ଆର ଅର୍ଥ ମନେକର ଏଠି ମୁଁ ଉଦାହରଣ ପାଇଁ ନେଇଛି ତିନୋଟି ମୌଳିକ, ଯେ ABC ତିନୋଟି ମୌଳିକ। ABC ଏର ପାରମାଣବିକ ବସ୍ତୁତ୍ୱ ମନେକର 1, B ର ହେଲା 2, C ର ହେଲା 3। ତେଣୁ ସେ କହୁଛି ପାରମାଣବିକ କ୍ରମିକ ବର୍ଦ୍ଧିତ କ୍ରମ, ମାନେ ସାନରୁ ବଡ଼ ଆମେ ରଖିଦେବା। ତେବେ ମଝିରେ କିଏ ରହିଛି ନା B। B ଇଜ୍ ଇକ୍ୱାଲ୍ କ'ଣ ହେଇଯିବ A + C/2, ଅର୍ଥାତ୍ ଅନ୍ୟ ଦୁଇ ମୌଳିକର ହାରାହାରି ସହିତ ସମାନ ହେବାକୁ ପଡ଼ିବ। ଦେଖ B ର ପାରମାଣବିକ ବସ୍ତୁତ୍ୱ 2 ଲେଖିଦେଲି, ତେଣୁ A ଆଉ C ମିଶିଲେ କ'ଣ ହେଲା 4/2 କ'ଣ ହେଇଗଲା 2, ପ୍ରାୟ ସମାନ ପାଖାପାଖି ପର୍ଯ୍ୟନ୍ତ ଯିବ। ତେଣୁ ସେ ତିନୋଟି କେବଳ ଟ୍ରାଇଏଡ୍ ସମୂହ ଗଠନ କରିଥିଲେ। ଗୋଟେ ହେଲା କ୍ୟାଲସିୟମ୍ ଷ୍ଟ୍ରୋଣ୍ଟିୟମ୍ ବେରିୟମ୍, ଲିଥିୟମ୍ ସୋଡ଼ିୟମ୍ ପଟାସିୟମ୍, କ୍ୟାଲସିୟମ୍ ବ୍ରୋମିନ୍ ଆଉ କ୍ଲୋରିନ୍ ବ୍ରୋମିନ୍ ଏବଂ ଆୟୋଡିନ୍। ଏହି ଶ୍ରେଣୀ ବିଭାଗ ବ୍ୟବସ୍ଥା ଉପାଦେୟତ ଦେଖାଗଲା ନାହିଁ, କାରଣ ଏଠି ତିନୋଟି ହିଁ ଟ୍ରାଇଏଡ୍ ସମୂହ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଜଣେ ବୈଜ୍ଞାନିକ ଆସିଲେ ନ୍ୟୁଲାଣ୍ଡ। ସେ କ'ଣ ବାହାର କରିଥିଲେ? ଅଷ୍ଟକ ନିୟମ ବାହାର କରିଥିଲେ। ନ୍ୟୁଲାଣ୍ଡଙ୍କ ଅଷ୍ଟକ ନିୟମ। ନ୍ୟୁଲାଣ୍ଡ ଥିଲେ ଇଂଲଣ୍ଡର ଜଣେ ବୈଜ୍ଞାନିକ। ତାଙ୍କ ନାଁ ରହିଲା ଜନ୍ ନ୍ୟୁଲାଣ୍ଡ। ସେ 1866 ମସିହାରେ ଆବିଷ୍କାର କରିଥିଲେ। ସେ କ'ଣ କଲେ? ମୌଳିକ ଗୁଡ଼ିକର ପାରମାଣବିକ ବସ୍ତୁତ୍ୱକୁ ଆଧାର କରି ଏହି ପର୍ଯ୍ୟାୟ ସାରଣୀ ଆରମ୍ଭ କରିଥିଲେ। ପାରମାଣବିକ ବସ୍ତୁତ୍ୱ ବର୍ଦ୍ଧିତ କ୍ରମେ ସେ ସଜାଇଥିଲେ। ଆଉ ପ୍ରଥମ ମୌଳିକ ତାଙ୍କର ରହିଥିଲା H ଏବଂ 56ତମ ମୌଳିକ, କାହିଁକିନା ସେଇ ଟାଇମ୍ରେ 56ଟି ମୌଳିକ ଆବିଷ୍କାର କରାଯାଇଥିଲା। 56ତମ ମୌଳିକ କିଏ ରହିଥିଲା? ଥୋରିୟମ୍ ରହିଥିଲା। ପ୍ରତି ଅଷ୍ଟମ ମୌଳିକର ଧର୍ମ ଯେହେତୁ ପ୍ରଥମ ମୌଳିକ ଧର୍ମ ସହ ସମାନ ରହୁଥିଲା, ତେଣୁ ଏଗୁଡ଼ିକ କ'ଣ ସଙ୍ଗୀତର ଅଷ୍ଟକ ସ୍ୱର ଭଳି ପ୍ରତୀୟମାନ ହେଉଥିଲା। ସା ରେ ଗା ମା ପା ଧା ନି, ପୁଣି ଆଉଥରେ କ'ଣ ଯାଉଥିଲା? ସା ଯାଉଥିଲା। ତେଣୁ ସେ କ'ଣ ଦେଇଥିଲେ? ଏହା ନା ଅଷ୍ଟକ ନିୟମ। ଏଠି କ'ଣ କ'ଣ ସମାନ ଧର୍ମ ପ୍ରଦର୍ଶନ କରୁଥିଲା? ଲିଥିୟମ୍ ସୋଡ଼ିୟମ୍ ଏବଂ ବେରିଲିୟମ୍ ମ୍ୟାଗ୍ନେସିୟମ୍ ସମାନ ଧର୍ମ ପ୍ରତିଷ୍ଠା କରୁଥିଲା। ତା ସହିତ କ୍ୟାଲସିୟମ୍ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଥିଲା। 56ଟି ମୌଳିକ ରଖିଥିଲେ, କିନ୍ତୁ କାମ ରହିଥିଲା କେଉଁ ପର୍ଯ୍ୟନ୍ତ? କ୍ୟାଲସିୟମ୍ ପର୍ଯ୍ୟନ୍ତ। ଏବଂ ଏକା ସ୍ଥାନରେ ଦୁଇଟି ମୌଳିକ ରହିଥିଲା, ଗୋଟେ ହେଲା କୋବାଲ୍ଟ ଏବଂ ନିକେଲ୍। ଆଉ ଏହି ଟେବୁଲ୍ ହାଲକା ମୌଳିକ ପାଇଁ କେବଳ କାର୍ଯ୍ୟ କରୁଥିଲା। ତେଣୁ ନ୍ୟୁଲାଣ୍ଡଙ୍କ ଅଷ୍ଟକ ନିୟମ ମଧ୍ୟ ପାଳନ କରାଗଲା ନାହିଁ। ପରବର୍ତ୍ତୀ ଅବସ୍ଥାରେ ନୂତନ ଆଉଥରେ ପର୍ଯ୍ୟାୟ ସାରଣୀ ତିଆରି କରାଗଲା। ସେ ତିଆରି କରିଥିଲେ ମେଣ୍ଡେଲିଫ୍। ମେଣ୍ଡେଲିଫ୍ ଥିଲେ ରୁଷିଆର ଜଣେ ବୈଜ୍ଞାନିକ। ତାଙ୍କ ନାଁ ହେଲା ଡିମିଟ୍ରି ଇଭାନୋଭିଚ୍ ମେଣ୍ଡେଲିଫ୍। ସେ 1862 ମସିହାରେ ଆବିଷ୍କାର କରିଥିଲେ। ଆଉ ତାଙ୍କେ କ'ଣ କରିଥିଲେ ନା ପାରମାଣବିକ ବସ୍ତୁତ୍ୱ ଏବଂ ରାସାୟନିକ ଧର୍ମର ସାଦୃଶ୍ୟକୁ ନେଇକରି ପର୍ଯ୍ୟାୟ ସାରଣୀଟି ବିଭକ୍ତ କରିଥିଲେ। ସେତେବେଳେ କେତୋଟି ମୌଳିକ ଥିଲା ନା 63ଟି ମୌଳିକ ରହିଥିଲା। ପ୍ରଥମ କଥା ହେଲା ସେ ଅକ୍ସିଜେନ୍ ହାଇଡ୍ରୋଜେନ୍ ସହିତ ମୌଳିକ ସୃଷ୍ଟି କରୁଥିବା ଯୌଗିକ ଗୁଡ଼ିକୁ ବ୍ୟବହାର କରୁଥିଲେ, କାହିଁକିନା ଏଗୁଡ଼ିକ ହେଉଛି ଅଧିକ ପ୍ରତିକ୍ରିୟାଶୀଳ। ଏହି ନିୟମକୁ ଆଧାର କରି ମୌଳିକ ଗୁଡ଼ିକର ଗୁଣ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ୱର ପର୍ଯ୍ୟାୟ ଫଳନରେ ସେ ଗୋଟେ ପର୍ଯ୍ୟାୟ ତିଆରି କରିଥିଲେ। ଆଚ୍ଛା, ପର୍ଯ୍ୟାୟରେ କ'ଣ ରହିଛି? ସ୍ତମ୍ଭ। ସ୍ତମ୍ଭ ଦେଖ ମୁଁ ସାଇଡ଼୍ରେ କରିଦେଇଛି। ଯଦି ଉପରୁ ତଳକୁ ରହେ ତାକୁ ଆମେ କହିବା ଗ୍ରୁପ୍, ବାମରୁ ଡାହାଣକୁ ରହିବ ତାକୁ କୁହାଯିବ ପର୍ଯ୍ୟାୟ। ଅର୍ଥାତ୍ ସ୍ତମ୍ଭକୁ କୁହାଯିବ ଗ୍ରୁପ୍, ଧାଡ଼ିକୁ କୁହାଯିବ ପର୍ଯ୍ୟାୟ। ଏମିତି ରହିଲେ କ'ଣ ସେଇଟା ହେଲା ଗ୍ରୁପ୍, ଆଉ ଆନୁଭୂମିକ ହେଲେ ସେଇଟା ହେଇଯିବ ପର୍ଯ୍ୟାୟ। ଅକ୍ସାଇଡ୍ ଏବଂ ହାଇଡ୍ରାଇଡ୍ ସଂକେତର R ମୌଳିକର ନାମ ରହିଥିଲା, କାହିଁକିନା RH3 ମିନ୍ସ ସେଠି R କହିଲେ କ'ଣ ଆମର ମୌଳିକ ନାମକୁ ବୁଝାଇଦେବା। ପର୍ଯ୍ୟାୟ ସାରଣୀ ଖାଲି ସ୍ଥାନ ରଖାଯାଇଥିଲା, ଯଦ୍ୱାରା ନୂତନ ମୌଳିକ ଗୋଟେ ସ୍ଥାନ ମିଳିଥିଲା। ଏଇଟା ଗୋଟେ ଠିକ୍ କରିଥିଲେ ମେଣ୍ଡେଲିଫ୍।
ଯେ ପରବର୍ତ୍ତୀ ସମୟରେ ଯେତେବେଳେ ନୂଆ ମୌଳିକ ଆସିବ ସେଇ ପର୍ଯ୍ୟାୟରେ ସେ ବା ପର୍ଯ୍ୟାୟ ସାରଣୀ କ'ଣ ଥିଲା, ଖାଲି ସ୍ଥାନ ରହିଥିଲା ସେ ମୌଳିକ ଗୁଡ଼ିକ ରହିବା ପାଇଁ। ମେଣ୍ଡେଲେଭଙ୍କ ଶ୍ରେଣୀକରଣ ବେଳେ କ'ଣ କ'ଣ ତ୍ରୁଟି ରହିଥିଲା, ଯେ ସେ ପ୍ରଥମ କଥା ହେଲା ହାଇଡ୍ରୋଜେନ ଇଲେକ୍ଟ୍ରିକ୍ ସଂରଚନା କ୍ଷାର ଧାତୁ ସହିତ ମିଶ୍ରଣ କରିଥିଲେ, ଯେଉଁଟାକି ଲିଥିୟମ୍ ସୋଡ଼ିୟମ୍ ପଟାସିୟମ୍ ଭଳି। ନେକ୍ସଟ ରହିଲା ହାଇଡ୍ରୋଜେନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଦିଆଯାଇପାରିବ ନାହିଁ, ଏଇଟା ସେ କହିଦେଇଥିଲେ, ଏଇଟା ଥିଲା ତାଙ୍କର ପ୍ରଥମ ଭୁଲ। ଏବଂ ସେ ମୌଳିକ ଗୁଡ଼ିକ ଆଇସୋଟୋପର ସମସ୍ୟାକୁ ମଧ୍ୟ ସମାଧାନ କରିନଥିଲେ। ଆଇସୋଟୋପ କ'ଣ ନା ପରମାଣୁ କ୍ରମାଙ୍କ ସମାନ କିନ୍ତୁ ବସ୍ତୁତ କ'ଣ ଥିବ, ଭିନ୍ନ ରହିଥିବ, ତାହାକୁ ଆମେ କହିବା ଆଇସୋଟୋପ। ଏଗୁଡ଼ିକ ମଧ୍ୟ ସେ ସମସ୍ୟାଟା ସମାଧାନ କରିପାରିନଥିଲେ। ତେଣୁ ପରବର୍ତ୍ତୀ ଅବସ୍ଥାରେ ମେଣ୍ଡେଲେଭଙ୍କ ପର୍ଯ୍ୟାୟ ସାରଣୀକୁ ଗ୍ରହଣ କରାଗଲା ନାହିଁ। ପୁଣି ଥରେ ଗୋଟେ ପର୍ଯ୍ୟାୟ ସାରଣୀ ଆସିଲା, ଯାହା ହେଲା ଆଧୁନିକ ପର୍ଯ୍ୟାୟ ସାରଣୀ, ଯାହା ବର୍ତ୍ତମାନ ଏବେ ପର୍ଯ୍ୟନ୍ତ ମଧ୍ୟ ଚାଲୁଛି। ବାହାର କିଏ କରିଥିଲେ ନା ହେନରୀ ମୋସ୍ଲି 1913 ମସିହାରେ। ଏହା କେଉଁ ନିୟମରେ ପର୍ଯ୍ୟବେସିତ ଥିଲା, ସେ କହୁଥିଲେ ଯେ ଗୋଟେ ମୌଳିକର ପରମାଣୁ କ୍ରମାଙ୍କ ତାହାର ପାରମାଣିକ ବସ୍ତୁଠାରୁ ପୁରାପୁରି ବୃହତ୍ତର ଅଟେ, ତେଣୁ ସେ ପରମାଣୁ କ୍ରମାଙ୍କକୁ ନେଇ ଏହି ମୌଳିକ ସାରଣୀ ପ୍ରସ୍ତୁତ କରିଥିଲେ। ଆଚ୍ଛା, ପରମାଣୁ କ୍ରମାଙ୍କ ଆମେ କ'ଣ ଲେଖିଥାଏ, ଜେଡ୍, ଏବଂ ପାରମାଣୁ ବସ୍ତୁ ଲେଖିଥାଉଛୁ ଏ। ପରମାଣୁ କ୍ରମାଙ୍କ କ'ଣ, ଗୋଟେ ମୌଳିକର ଥିବା ପ୍ରୋଟନ୍ ସଂଖ୍ୟା ଅଛି ତାର ପରମାଣୁ କ୍ରମାଙ୍କ। ଏହା କେଉଁ ନିୟମରେ ପର୍ଯ୍ୟବେସିତ ନା ମୌଳିକ ଗୁଡ଼ିକର ଗୁଣ ସେଗୁଡ଼ିକର ପରମାଣୁ କ୍ରମାଙ୍କର ପର୍ଯ୍ୟାୟ ଫଳନ ଦ୍ୱାରା ହିଁ ପ୍ରକାଶିତ ହୁଏ। ଆଚ୍ଛା, ଏଠାରେ କେତୋଟି ପର୍ଯ୍ୟାୟ ରହିଥିଲା ନା 7ଟି ପର୍ଯ୍ୟାୟ, ଏବଂ ଗ୍ରୁପ କେତୋଟି ଥିଲା, 18ଟି ଗ୍ରୁପ। ଦେଖ 7ଟି ପର୍ଯ୍ୟାୟର ପ୍ରତି ପର୍ଯ୍ୟାୟରେ ମୌଳିକ ସଂଖ୍ୟା କ'ଣ କ'ଣ ସବୁ ରହିଛି, ତମେ ବୁଝିବା ପାଇଁ ଏତେ ମନେକ 2, 8, 8, 18, 18, 32 ମାନେ ମ୍ୟାଜିକ୍ ନମ୍ବର ଟାଇପର 2, 8, 8, 18, 18, 32। ପରବର୍ତ୍ତୀ ରହିଲା ପ୍ରତି ପର୍ଯ୍ୟାୟରେ। ବର୍ତ୍ତମାନ ଦେଖିବା ପର୍ଯ୍ୟାୟ ଗୁଡ଼ିକରେ କ'ଣ କ'ଣ ସବୁ ଗୁଣ ଚେଞ୍ଜ ହେଇଥାଉଛି ନା ପ୍ରତି ପର୍ଯ୍ୟାୟରେ ବାମରୁ ଡାହାଣକୁ ଗଲେ ପରମାଣୁ କ୍ରମାଙ୍କ ବଢ଼େ। କେମିତି, ତମେ ଦେଖ ପ୍ରତି ପରମାଣୁ ମୌଳିକ ଗୁଡ଼ିକର ପାରମାଣବିକ କ୍ରମାଙ୍କ ବଢ଼ିବ। ହାଇଡ୍ରୋଜେନ, ହିଲିୟମ୍, ଲିଥିୟମ୍, ବେରିଲିୟମ୍, ବୋରନ୍, ନାଇଟ୍ରୋଜେନ କ'ଣ ହେଲା, 1ରୁ ଷ୍ଟାର୍ଟ ହେଇକି ଆଗକୁ ଆଗକୁ ବଢ଼ିଲା। ସେମିତି ଇଲେକ୍ଟ୍ରନ୍ ସଂଖ୍ୟା ବଢ଼େ, ବାହ୍ୟତମ କକ୍ଷରେ ଇଲେକ୍ଟ୍ରନ୍ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଥାଏ, କିନ୍ତୁ କକ୍ଷ ସଂଖ୍ୟା ସମାନ ରହିଥାଏ। ଇମ୍ପୋର୍ଟାଣ୍ଟ ରହୁଛି ପ୍ରତି ପର୍ଯ୍ୟାୟରେ କକ୍ଷ ସଂଖ୍ୟା କ'ଣ ରହିଥାଏ ନା ସମାନ ଥାଏ। ନେକ୍ସଟ ହେଲା ଯୋଜ୍ୟତା। ଯୋଜ୍ୟତା କ'ଣ ନା ଗୋଟିଏ ମୌଳିକର ବାହ୍ୟତମ କକ୍ଷରେ ଥିବା ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟାକୁ ଆମେ କହୁଛୁ ଯୋଜ୍ୟତା। ଯୋଜ୍ୟତା ଗୁଡ଼ିକର ମଧ୍ୟ 2ଟି ନିୟମ। ପ୍ରଥମ ହେଲା ପର୍ଯ୍ୟାୟରେ ବାମରୁ ଡାହାଣକୁ ଯୋଜ୍ୟତା କ'ଣ ହେଇଥିବ, ବଢ଼ିବ, ଏବଂ ଗ୍ରୁପର ଉପର ତଳକୁ ଯୋଜ୍ୟତା କ'ଣ ହେବ, ସମାନ ରହିବ। କାହିଁକିନା ଗ୍ରୁପରେ ଉପର ତଳ ଯେତେବେଳେ ଆସିବା କକ୍ଷ ସଂଖ୍ୟା ସମାନ, ତେଣୁ ଯୋଜ୍ୟତା ମଧ୍ୟ ସମାନ କ'ଣ ରହିଥିବ, କକ୍ଷ ସଂଖ୍ୟା ବଢ଼ିବ କିନ୍ତୁ ଯୋଜ୍ୟତା ସମାନ ରହିବ। ପରମାଣୁର ଆକାର। ଗୋଟେ ପରମାଣୁର ନ୍ୟୁକ୍ଲିୟସ୍ ଏବଂ ବାହ୍ୟତମ କକ୍ଷ ମଧ୍ୟରେ ଥିବା ଦୂରତାକୁ ଆମେ କହୁଛୁ ପରମାଣୁର ଆକାର। ହାଇଡ୍ରୋଜେନ ଦେଇଛି କେତେ, 37 ପିକୋମିଟର। 1 ପିକୋମିଟର ହେଉଛି 10⁻⁻12 ମିଟର। କେମିତି ଜାଣିବା ନା ପର୍ଯ୍ୟାୟରେ ପରମାଣୁର ଆକାର ବାମରୁ ଡାହାଣକୁ କ'ଣ ହୋଇଥାଏ, କମିଥାଏ। ସେମିତି ଗ୍ରୁପରେ ପରମାଣୁର ଆକାର ଉପରୁ ତଳକୁ ବଢ଼ିଥାଏ। ଏ ପଏଣ୍ଟ ଯାକ ଯଦି ଆମେ ଦେଖିବା ଏକ୍ଜାମରେ 2 ମାର୍କସ ଆର ରହିଯାଉଛି, ତେଣୁ ଠିକ୍ ସେ କରିଦେଇପାରିବା। ପରବର୍ତ୍ତୀ ଅବସ୍ଥା ହେଲା ଧାତବ ଓ ଅଧାତବ ଗୁଣ କ'ଣ। ଧାତବ ଓ ଅଧାତବ ଗୁଣ, ଯେ ଆମେ ଦେଖିବା ପର୍ଯ୍ୟାୟ ସାରଣୀର ବାମ ପାର୍ଶ୍ୱରେ କ'ଣ ରହିଥାଏ, ଧାତୁ, ଡାହାଣ ପାର୍ଶ୍ୱ ରହିଥାଏ ଅଧାତୁ, ଏବଂ ମଧ୍ୟଭାଗ ରହିଥାଏ ଉପଧାତୁ। ସାଇଡ଼ରେ ମଧ୍ୟ ଦେଖ ମୁଁ ବୁଝେଇ ଦେଇଛି ଯେ ଡାହାଣ ପଟ ରହିବ ଅଧାତୁ ଗୁଡ଼ିକ, ବାମ ପଟ ରହିବ ଧାତୁ ଗୁଡ଼ିକ, ଏବଂ ମଝି ଭାଗ ରହିବ ଉପଧାତୁ ଗୁଡ଼ିକ। ଆଚ୍ଛା, ଉଦାହରଣ ମଧ୍ୟ ଏଠି ଅଛି, ତୁମେ ପଢ଼ିଦେବ। ବନ୍ଧ ଗଠନ କଲାବେଳେ କ'ଣ ଅଛି ନା ଧାତୁ ଗୁଡ଼ିକ ନିଜର ଇଲେକ୍ଟ୍ରନ୍ ତ୍ୟାଗ କରନ୍ତି। ଯିଏ ଇଲେକ୍ଟ୍ରନ୍ ତ୍ୟାଗ କରେ ସେ କ'ଣ ହେଇଯାଏ, ଯୁକ୍ତାତ୍ମକ। ତେଣୁ ଧାତୁ ଗୁଡ଼ିକ ବିଦ୍ୟୁତର ଯୁକ୍ତାତ୍ମକ ହେବେ, ଅଧାତୁ ଗୁଡ଼ିକ ବିଦ୍ୟୁତର ବିଯୁକ୍ତାତ୍ମକ ହେବେ। ଧାତବ ପ୍ରକୃତି କ'ଣ ହୋଇଥାଏ ନା ଧାତବ ପ୍ରକୃତି ପର୍ଯ୍ୟାୟରେ ବାମରୁ ଡାହାଣକୁ ସବୁବେଳେ କମି କମି ଯିବ, ଏବଂ ଗ୍ରୁପରେ ଉପରୁ ତଳକୁ ଧାତବ ପ୍ରକୃତି ବଢ଼ିବାକୁ ଲାଗିଥାଏ। ପରବର୍ତ୍ତୀ କ୍ୱେଶ୍ଚିନ୍ ଆସିଲା ଯେ ଆମେ ଅମ୍ଳ କ୍ଷାରକ ପାଠରେ ମଧ୍ୟ ଦେଖିଥିଲେ ଧାତବ ଅକ୍ସାଇଡ ଗୁଡ଼ିକ କ୍ଷାରୀୟ ପ୍ରକୃତିର, ଅଧାତବ ଅକ୍ସାଇଡ ଗୁଡ଼ିକ ଅମ୍ଳୀୟ ପ୍ରକୃତିର ଅଟନ୍ତି। ବର୍ତ୍ତମାନ ଦେଖିବା ଆଧୁନିକ ପର୍ଯ୍ୟାୟ ସାରଣୀଟି କ'ଣ ରହିଛି। ଦେଖ ଏଇଟା ରହିଛି ଆମର ଆଧୁନିକ ପର୍ଯ୍ୟାୟ ସାରଣୀ, ଯାହା ହେନରୀ ମୋସ୍ଲିଙ୍କ ଦ୍ୱାରା ତିଆରି ହୋଇଥିଲା। ନା ପ୍ରଥମ ପର୍ଯ୍ୟାୟ, ଏଠାରେ କେତେଟା ପର୍ଯ୍ୟାୟ ରହିବ, 7ଟା ପର୍ଯ୍ୟାୟ। କ'ଣ ରହିବ, 7ଟା ପର୍ଯ୍ୟାୟ। 1, 2, 3, 4, 5, 6, 7ଟି ପର୍ଯ୍ୟାୟ।
प्रथम पर्यायर केतोटी मौलिक 2टी, द्वितीय पर्यायर 8टी, तापर मध्य 8टी एमिति रही मौलिक। सेमिति ग्रुप केतोटी ग्रुप रही 18टी ग्रुप। देख यही पर्याय सारणी रे मेटल गुड़िक क्यों पटे अच्छी ना बाम पटे अच्छी। देख पूरापूरी एडे जो मीडियम नहीं जावा तेरे मेटल गुड़िक रहा आमर बाम पटे। सेमती नॉन मेटल माने कौन अधातु गुड़िक रहा यार डाहाण पटे। अधातु गुड़िक कौट रही यार डाहाण पटे। सेमती मझिरे जो ग्रीन येलो कलर बॉक्स गुड़िक रही एगुड़िक हूँ कौन आमर उपधातु। केतोटी उपधातु रही देख 1 2 3 4 5 6 7। तेणु एथुरु जना पड़गला जे बाम पट रोचे कौन आमर धातु, डाहाण पट रोचे अधातु, मझिरे रही आमर उपधातु। केतोटी उपधातु रही 7टी उपधातु रही अछि। नेक्स्ट देखिबा पूर्व वर्ष मानकर आसीथिबा प्रश्न उत्तर। प्रथम क्वेश्चन, प्रथम प्रश्न, केउ मौलिकर 2टी कक्ष अछि जोंठारे पूर्ण मात्रा रे इलेक्ट्रॉन रही। माने मौलिक थिबो 2टा कक्ष के स्तर एल स्तर एवं सबुठारे भर्ती थिबो इलेक्ट्रॉन गुड़िक। देख हिलियम तो जीवनी कहीं यार परमाणु क्रमांक 2 एवं यह गोटे कक्ष अच्छी। नियन नियन परमाणु क्रमांक केते अटे 10 अटे। 10 जेहेतु प्रथम रहा 2टी तापर रहा केतोटी 8टी। तेणु एठार उत्तर कौन हो आमर नियन। नेक्स्ट रही क्यों मौलिकर इलेक्ट्रॉन संरचना 2 8 3 माने प्रथम 2टी मौलिक तापर रहा 8टी तापर 3टी मीन्स केते रहा 2 8 10 3 13 13 परमाणु क्रमांक क्यों मौलिकर अटे ना आंसर हो एल्युमिनियम। एल्युमिनियम परमाणु क्रमांक 13। 3 नंबर क्वेश्चन, क्यों गुण को आधार करी मेंडेलिफ मौलिक गुड़िक पर्याय सारणी रे रखुतिले। मेंडेलिफ जेतेबेले पर्याय सारणी तैयारी कले सेतेबेले क्यों नियम से देखिथिले ना परमाणु वस्तुत्व। कौन रही परमाणु वस्तुत्व। परवर्ती क्वेश्चन, आधुनिक पर्याय सारणी रे द्वितीय पर्याय थिबा सबठारु आकार रे छोट मौलिक नाम कौन। द्वितीय पर्याय रे रहिबो किंतु छोट मौलिकटी किए। उत्तर जीव कौन ना ऑक्सीजन। कौन जीव उत्तर ऑक्सीजन। परवर्ती प्रश्न, क्यों परमाणु आकार बृहत्तर अटे। दिया जाइथिबा ऑप्शन भितर देख क्यों परमाणु आकार बृहत्तम हाइड्रोजन, हिलियम, लिथियम, सोडियम। क्योंटी जीव उत्तर आमर लिथियम। परवर्ती प्रश्न, आधुनिक पर्याय सारणी रे एक एल्युमिनियम स्थान रे क्यों मौलिक स्थानित अटे। एक एल्युमिनियम स्थान रे कौन रही आमर ना गैलियम, कैल्शियम, सोडियम, पोटासियम। एक एल्युमिनियम जगह रही आमर गैलियम। किए परमाणु क्रमांक धारणा देते जेहेतु आधुनिक पर्याय सारणी परमाणु क्रमांक धरी रही तेणु हेनरी मोस्ली। कहार परमाणु क्रमांक 10 अटे कहुला 10 11 हूँ सोडियम सोडियम पूर्व कहार रही नियन तेणु नियन परमाणु क्रमांक 10। परवर्ती प्रश्न, आधुनिक पर्याय सारणी रे क्यों पर्याय रे कम मौलिक रही। प्रथम पर्याय कम कहीं प्रथम पर्याय रही केवल 2टी मौलिक। मैजिक नंबर कहुला जे कौन 2 8 8 18 18 32 यही प्रथम द्वितीय तृतीय चतुर्थ पंचम षष्ठ एवं सप्तम। देखिए एग्जाम ओरिएंटेड क्वेश्चन सब कौन रही पार। प्रथम प्रश्न, ट्रायड पद्धति किए आविष्कार करथिले। उत्तर है आमर डुबेरिन। परवर्ती प्रश्न, न्यूलैंड को अष्टक नियम रे शेष मौलिकटी कौन थिला। शेष मौलिकटी थिला थोरियम। केतोटी मौलिक नहीं गठित होइतिला 56टी मौलिक नहीं गठित होइतिला। लिथियम सोडियम क्या ट्रायड समूह कहुला। ट्रायड समूह कौन पारमाणविक वस्तुत्वर वर्धित क्रम सजा हम। प्रथम और शेष मौलिकर पारमाणविक वस्तुत्वर हाराहारी मध्य मौलिकर पारमाणविक वस्तुत्व प्राय समान तेणु लिथियम सोडियम कौन रही पोटासियम। न्यूलैंड का अष्टक नियम क्यों मौलिक पर्यंत प्रযোज्य थिला केते पर्यंत ना कैल्शियम पर्यंत प्रযোज्य थिला। अष्टक नियम क्या पर्यवेसित कहुई अष्टक नियम क्या न्यूलैंड जे तैयारी करथिले पारमाणविक वस्तुत्व पर पर्यवेसित अटे। मेंडेलिफ का पर्याय सारणी केतोटी मौलिक नहीं गठित ना उत्तर हो 63टी मौलिक नहीं गठित अटे।
परवर्ती प्रश्न मेंडेलिव को पर्याय सारणी थिबा धाड़ी गुडी को कौन कह धाड़ी गुडी कह पर्याय आइसोटोप गुड़िकर कौन सामान थाए ना आइसोटोप रो परमाणु क्रमांक समान वस्तुत्व संख्या अलग रही थाए धातु अधातुर गुण प्रदर्शन कले ताहाको कौन कह ताहाको कह हमको उपधातु आ क्वेश्चन रहबो उपधातु गुड़िक पर्याय सारणी केउ पटे रही थांती ना मध्य भाग रे रही थांती आधुनिक पर्याय सारणी थिबा पर्याय ग्रुप संख्या केते पर्याय केतोटी 7टी ग्रुप रही 18टी सोडियम केउ पर्याय अवस्थित सोडियम रहबा हमरो तृतीय पर्याय सोडियम केउ पर्याय अवस्थित ना उत्तर हो हमरो तृतीय पर्याय रे अवस्थित लिथियम और केउ मौलिक सदृश न्यूलैंड को अष्टक नियम रही लिथियम सहित केउ मौलिक सदृश थिला ना कौन हम सोडियम आधुनिक पर्याय सारणी किए आविष्कार करथिले उत्तर हो हमरो हेनरी मोस्ली एति नेक्स्ट क्वेश्चन होइचे पर्याय रे थिबा मौलिक गुड़िकर आधुनिक पर्याय थिबा मौलिक गुड़िकर योज्यता बामरु डाहण को कौन होता है बामरु डाहण को से योज्यता कौन हम बढ़िबा केमिति फॉर एग्जांपल देखिबा हमें द्वितीय पर्याय रे मौलिक कौन कौन रही हाइड्रोजन हीलियम को छाड़ देले लिथियम बेरिलियम बोरॉन कार्बन लिथियम कौन रही 3 4 5 6 देख परमाणु क्रमांक योज्यता जेहेतु एटारे 3 अच्छी तेणु प्रथम रहा 2 तापर रहा 1 सोडियम बेरिलियम कौन हो 2 2 बोरॉन हो 2 3 कार्बन हो 2 4 एठार योज्यता कौन हो देख बढ़िबार लगी तेणु योज्यता कौन हम बढ़िबा को लागिब पर्याय सारणी केउ पाखर अधातु गुड़िक रहे कह डाहाण पाखरे हाइड्रोजन मौलिक परमाणु आकार केते केते ना 37 पिकोमीटर पीएम मान हम पिकोमीटर अधातव ऑक्साइड गुड़िक अम्लीय प्रकृतिर अटंती परवर्ती प्रश्न बोरॉन सिलिकॉन पर अधातु गुड़िक केउठा रही थांती सॉरी एटा अधातु ना एटा हेबो उपधातु एगुड़िक केउठा रहबे मध्य भाग रे रहिबे आधुनिक पर्याय सारणी बामरु डाहण को कक्ष संख्या कौन होता है बामरु डाहण को कक्ष संख्या समान रही थाए परवर्ती रही लॉन्ग क्वेश्चन 2 मार्क 3 मार्क कौन सब पढ़ी पारे ना एठारे कौन रहबो प्रथम क्वेश्चन न्यूलैंड का अष्टक नियम देखि देथिबो तापर है डुबेरिन को ट्रायड समूह तो 2 मार्क पे निश्चय रोचे डुबेरिन को ट्रायड समूह कौन रही परवर्ती प्रश्न रही उपधातु कौन एवं उदाहरण सह बुझाओ एटा रही हमर क्वेश्चन नेक्स्ट क्वेश्चन रही मेंडेलिव को पर्याय सारणी सफलता कौन थी कि यार त्रुटि कौन थी मिसेक पचारि पार परवर्ती क्वेश्चन रही हमर देख ये दुईटा विफलता रही सफलता रही डुबेरिन को ट्रायड समूह तो कहगला नेक्स्ट रहा आधुनिक पर्याय सारणी विषय किसी लेख से तुम लिखिदे पार परवर्ती क्वेश्चन रही योज्यता कहले कौन बुझ पर्यायर यह किपर परिवर्तन घटे एवं उपधातु क्या कहते ए क्वेश्चन मध्य रहा उदाहरण सह लेख बोलिक नेक्स्ट कौन रहा आमर ऊपर समरी बुझा जाता देख डुबेरिन को ट्रायड समूह प्रथम 2 मार्क्स एवं 3 मार्क्स रही डुबेरिन को ट्रायड समूह परवर्ती क्वेश्चन रही हमर मेंडेलिव को पर्याय सारणी विषय लिखापी एवं से गुड़िकर त्रुटि कौन थिला परवर्ती प्रश्न रही आधुनिक पर्याय सारणी कौन कौन सब रही अच्छे क्या नहीं गठित कौन कौन सब रही है योज्यता परमाणु आकार एगुड़िकर किभली परिवर्तन होता है तेणु सामरीटा प्रथम भलसे पढ़ीदेव जहाद्वारा 2 मार्क 3 मार्क 4 मार्क आंसर गुड़िक लिखिपर।